ମାଇନିଂ ଆଡୁ ଚାଲିକି ଆସୁଥିଲି ଗୋଟେ ଲୋକ ମୁଁ ଯୋଉ ତିଷ ଏମିତି ସେମିତି କହିଲା ପାଣି ପାଇଁ ବି ଆସିଲା ମୋର ହାରଟା ଖୋଲ କହିକି ବ୍ୟାଗରେ ରଖାଗଲା। 41 ପାଦ ଚାଲ ମୁଁ ଚାଲିକି ଯାଇଛି ମୋର ବ୍ୟାଗ ହାତରେ ନାହିଁ। 2 ଜଣ ଥିଲେ ଜଣେ ସର୍ଭିସ କରିବା ପାଇଁ କବରଦାରେ ତାକୁ ସେମିତି କହୁ ଯାଏ ତାକୁ କହିଲା ମୋ ମାର ଡାଇବେଟିସ୍ ସେମିତି ସେମିତି ଜ୍ୟୋତିଷ ବୋଲି କହୁଥାଏ। ମୁଁ ହରିଦ୍ୱାର ଆସିଛି ବୋଲି କହିଲେ ହିନ୍ଦୀରେ। ନାଇଁ ମତେ ତ ଟିକେ 41 ପାଦ ଚାଲ ଏମିତି ପାଣି ପାଇଁ ମୁଁ ଯାଇଥିଲି ତାଙ୍କ ସହିତ ହାତ କେମିତି ହଲେଇ ଦେଲା ତମର ମାଇଣ୍ଡ କେମିତି ହେଇଗଲା। ମୁଁ 41 ପାଦ ଚାଲିଛି ତାପରେ ଚାହିଁଲା ବେଳକୁ ମୋ ପାଖରେ ହାରଟା ଖୋଲ ନହେଲେ ତମର ପୁଅର ଏମିତି କ୍ଷତି ହବ ଏମିତି ସେମିତି। ନା ନା ସିଏ ଜ୍ୟୋତିଷ ବୋଲି କହିଲା ତାପରେ ମୁଁ ତମର ଗୋଟେ ପୁଅ ଅଛି ଏମିତି ସେ କହିଲା। ମୁଁ ତ ଆକ୍ଚୁଆଲି ଯାଇଥିଲି କୋର୍ଟକୁ, ସେ ଯାଉଥିଲା ମୋର ସିଲେଇ କରିବା ପାଇଁ ଯାଉଥିଲା। ଆଉ ହଠାତ୍ ମୋତେ ଫୋନ୍ କଲା ଯେ ମୋର ସୁନାଟା ନେଇଗଲେ, ସୁନା ଚେନ୍ଟା। ମୁଁ ଦୌଡ଼ିକି ଆସି ଦେଖିଲି, ତାପରେ ତମ ସିସିଟିଭିରେ ଦେଖିଲୁ ଯେ ଆକ୍ଚୁଆଲି କ'ଣ କହୁଛନ୍ତି ପାଣି ଛିଞ୍ଚିକି ନେଇଛନ୍ତି ସୁନା ଚେନ୍ଟା କରିକି। ସେ ତ ବର୍ତ୍ତମାନ ତ ତାର ସେନ୍ସଟା ଠିକ୍ ଆସୁଛି, କହୁଛି ସେ ସୁନା ଚେନ୍ଟା ଏଇ ପାଣିଟା କ'ଣ ଛିଞ୍ଚିଲା ପରେ ସେ ସୁନା ଚେନ୍ଟା କାଢ଼ିକି ତାକୁ ଦେଇଛି। ସେ 3 ଜଣ ଥିଲେ କହୁଛନ୍ତି, 3 ଜଣ ଥିଲେ। ବର୍ତ୍ତମାନ ଆଇଆଇସି ଆସିଥିଲେ, ଦେଖିଲେ ବି ସିସିଟିଭି ଗୋଟେ ମୋଟରସାଇକେଲରେ 3 ଜଣ ବସିଛନ୍ତି। ସେ ଫଟୋଟା ବି ସେ ଚିହ୍ନିଲା। ଆଇଆଇସି କହିଲେ ତ ଇଏଟା ତ କାଲି ଗୋଟେ କେସ୍ ହେଇଛି ଚନ୍ଦ୍ରପୁରରେ, ସେଇ ସେମ୍ ପିଲା କହୁଛନ୍ତି। ହଁ ଆଇଆଇସିକୁ ଜଣେ ଆସିଥିଲେ, ଆସିଥିଲେ ଥାନାରୁ ସବୁ 30-40 ଜଣ ଷ୍ଟାଫ୍ ବି ଆସିଥିଲେ। ବର୍ତ୍ତମାନ ତ ଯାଇଛନ୍ତି ମଣ୍ଡୁଆ ଗଲେ କ'ଣ କହୁଛନ୍ତି 3ଟା ଗାଡ଼ିରେ ଧରା ପଡ଼ୁଛନ୍ତି ବୋଲି କହୁଛନ୍ତି।